ଜୟ ଜଗନ୍ନାଥ ଏଚଡି ଫ୍ୟାମିଲି। 7 ବର୍ଷ ହେଇଗଲାଣି ଗେଲିକୁ ଆମର ଯୋଉ ରୋଗ ହେଇଛି, ଯୋଉଥିପାଇଁ ଚାଲି ପାରୁନାହିଁ, ଟ୍ରାନ୍ସଫର୍ସ ମାଇଲାଇଟିସ୍ ରୋଗ ହେଇଛି। ତା ଫଳରେ ଆପଣମାନେ ଏଇଟା ତ ଜାଣିଛନ୍ତି ସବୁବେଳେ ତା ବଡି ଟେମ୍ପରେଚର ବହୁତ ଲୋ ରୁହେ। ଆଉ ଏଇ ଯୋଉ 2-3 ଦିନ ହେଲାଣି ଯୋଉ ପାଗ କରୁଛି, ଯେମିତି ବିଲକୁଲ ବି ସେ ଫିଜିଓଥେରାପି ବି କରିପାରୁନି, କାହିଁକିନା ବହୁତ କଷ୍ଟ ହଉଛି। ଆପଣମାନଙ୍କ ସହ ଆଗରୁ ବହୁତ ସେୟାର କରିଛି ଯେ କେମିତି ମାନେ ଏମିତି ପାଗ ହେଲେ କେମିତି ଦେହ ଖରାପ ହେଇଯାଏ, ଆପଣମାନେ ତ ଦେଖିଛନ୍ତି ନିଜେ। ତ ଆଜି ବି ମୁଁ ଆପଣଙ୍କୁ ଦେଖଉଛି ଆମ ସମସ୍ତଙ୍କୁ କେମିତି ମାନେ ଖରା ଦିନରେ ଏତେ ଗରମ ଲାଗୁଛି ସେ କେତିକି ଘୁଡିଛି ଖାଲି ଆପଣମାନଙ୍କୁ ଦେଖଉଛି। ଏବେ ଏଇଠି ବ୍ରଶ କରିବ, ତାର ବ୍ରଶ ଆଣିକି ରଖିଦେଇଛି। ଆପଣ ଗେଲିକୁ ଦେଖନ୍ତୁ କେମିତି ଶୋଇଛି, କଣ କଣ ଖାଲି ଘୁଡିଛି, ଖାଲି ଦେଖନ୍ତୁ। ଗୋଟେ କମ୍ବଳ, ଗୋଟେ ବେଡସିଟ୍, ଆଉ ଗୋଟେ କମ୍ବଳ, ଏଟା ପତଳା କମ୍ବଳଟା ଉପରେ ଘୁଡିଛି। ତା ସହିତ ଏଇଟା ବି ଘୋଡ଼ିଛି, ଗୋଟେ ଯୋଉଟା ଉଲର ଷ୍ଟଲ୍ ପକାଏ ସେଟା ବି ଘୋଡ଼ିଛି। 4ଟା ଜିନିଷ ଘୋଡ଼ିକି ସେ ଶୋଇଛି। ଗୁଗୁଲୁ ଗେଲାଲୋ, ଗୋଡ଼ ଉଠିଲା ବେଳେ ଗୋଡ଼ କେମିତି ସବୁ ଛାଟିକି କେମିତି ହଉଛି, ତାକୁ ପୁରା ସବୁ ପଚା ପଡ଼ିଯାଏ, ପିଟି ହେଇକି ପୁରା। ହାଲକା ଟିକେ ଦେଖିଆ ଖରା ଆସିଲାଣି, ଉଠିକି ଟିକେ ବସିଲେ ଭଲ ଲାଗିବ ଯଦି। ଶୁଣି ପାରୁଛୁ ନା? ବ୍ରଶ ରଖିଦେଇଛି, ବାକି ସବୁ ମୁଁ ଆରେଞ୍ଜ କରୁଛି, ତୁ ବ୍ରଶ କର। ଲଭ୍ ୟୁ ଗେହ୍ଲାଟା। କଷ୍ଟ ହଉଛି ନା ଲୋ? ଜୟ ଜଗନ୍ନାଥ ଏଚଡି ଫ୍ୟାମିଲି। ମୁଁ ଗାଧେଇ ସାରିଲିଣି। ଗୁଲୁ ମୋତେ ଏବେ ରୁମ୍ରେ ବସେଇ ଦେଇକି ସବୁ କିଛି ମୁଁ ରେଡ଼ି ହେଲି। ତାପରେ ଗୁଲୁ ଗଲେ ଗାଧେଇବାକୁ। କିନ୍ତୁ ମୋ ମନରେ ଗୋଟେ ବହୁତ ବଡ଼ ଦୁଃଖ 2 ଦିନ ହେଇଗଲାଣି ଅଛି। ଯୋଉ ମେଘ ବର୍ଷା ହେଲା, ଘଡ଼ଘଡ଼ି ମାରିଲା, ଫିଜିଓଥେରାପି ପୁରା ବନ୍ଦ ହେଇଛି। ଫିଜିଓଥେରାପି ହେଲେ ତ ଆପଣମାନେ ଦେଖୁଛନ୍ତି ମୋତେ କେତେ କଷ୍ଟ ହେଉଛି, କିନ୍ତୁ ଫିଜିଓଥେରାପି ନ କଲେ ତାଠୁ ବି ଅଧିକ କଷ୍ଟ ମୋତେ ହେଉଛି। ନ କରିବା ଦ୍ୱାରା ବି ଦେହ ହାତ ବହୁତ ବଥା ହେଇଯାଉଛି, ବିନ୍ଧୁଛି, କଷ୍ଟ ହେଉଛି, ଆଉ ମନ ପୁରା ଭାଙ୍ଗି ଯାଉଛି। ଯେତେବେଳେ ମୁଁ ନ କରିପାରୁଛି, ମନରେ ଗୋଟେ ବିରାଟ ବଡ଼ ଡର ପଶି ଯାଉଛି ଯେ କାଳେ ଆଉ କଣ୍ଟିନ୍ୟୁ ବର୍ଷା ହେବ କି, କାଳେ ଏମିତି ସବୁ ହେବ କି, ଦେହ ହାତ ବଥା ପଡ଼ିଯିବ କି, ମୁଁ ଫିଜିଓଥେରାପି ଆଉ ପାରିବିନି କି। କେତେ କ'ଣ ମାନେ ମନରେ ପ୍ରଶ୍ନ ଚାଲୁଛି, କେତେ କ'ଣ ମାନେ ଯେମିତି ମୋ ମନ ଭିତରେ 2ଟା ମନ ଏମିତି କଥା ହେଉଛନ୍ତି, ଡିବେଟ୍ ଚାଲୁଛି 2 ଜଣଙ୍କ ଭିତରେ। ମୁଁ ଏଚଡି ଫ୍ୟାମିଲିଙ୍କୁ କହିଲି ଫିଜିଓଥେରାପି ନ କଲେ କ'ଣ ଫିଲ୍ ହେଉଛି ମୋତେ। ମାନେ ଏଇ ବନ୍ଦ ଘର ଭିତରେ ପୁରା 2 ଦିନ ହେଇଗଲା, 2.5 ଦିନ ହେଇଗଲା। ଆଜି ଏତେ ସମୟ ହେଇଗଲା, 2.5 ଦିନ ହେଇଗଲା ପୁରା ବନ୍ଦ ହେଇକି ମୁଁ ସେମିତି ଅଛି। ସବୁଦିନ ଗୋଟେ ମାନେ ମାଇଣ୍ଡରେ ରହୁଛି କି କଣ, ମାନେ ମୁଁ କାଲିକି ଯିବି ଏଇ ଫିଜିଓଥେରାପିଟା କରିବି, ଆହୁରି ସବୁବେଳେ ଅଧିକ ଖାଲି ଭାବି କରିବେ, ହଉଛି ନା। ଅଧିକ କରିବେ। ତ ଯୋଉ ଭାବି ହଉଛି କିନ୍ତୁ କରିପାରୁନି, ତ ସେଇଟା ବେଶୀ କଷ୍ଟ ଦଉଛି। ଆଉ ଜଣେ 2 ପ୍ଲାନ୍ ଦିନର ବନଉଥିବ, ଜଣେ ପରିଶ୍ରମ ଆପଣମାନେ ନଷ୍ଟ ଭାବନ୍ତୁ, ଆପଣ ହେଇଗଲା। ଯେତେବେଳେ କିଛି ଗୋଟେ ପ୍ଲାନ୍ ବନଉଛନ୍ତି, କିଛି ଗୋଟେ କରିବାକୁ ଚେଷ୍ଟା କରୁଛନ୍ତି, ଠିକ୍ ସେଇ ଟାଇମରେ କିଛି ଗୋଟେ ଏମିତି ହବ ଯେ ଆପଣମାନେ କରିପାରିବେନି ସେ ଜିନିଷଟା, ତ ଆପଣଙ୍କୁ ବହୁତ କଷ୍ଟ ହବ। ଦେଖିଥିବେ ପହରଦିନ ଗୁଲୁ ସେଇଠି ବସିଛେ ଘର ଭିତରେ, ପ୍ରଥମ ସେଇ ଯୋଉ ୱାକରଟା ଖସରି ଯିବ ବୋଲି ଘର ଭିତରେ ସେଦିନ ପୁରା ସେଟଅପ୍ କଲେ, ପୁରା ଏଇଠି ରେଡି କଲେ, 2ଟା କାର୍ପେଟ ବିଛା ହେଲା, କପଡ଼ା ପକେଇକି ରେଡି କଲେ, ଚେୟାରରେ ନେଇକି ବସେଇଛନ୍ତି, ୱାକର ଧରିଛି। ଘଡଘଡି ମାନେ ଏମିତି, 1ର ସେ ୱାକରଟା ଲୁହା, 2ର ମାନେ ଲାଇନ୍ ପଳେଇଲାଣି, ତାପରେ କାଳେ କିଛି ପ୍ରୋବ୍ଲେମ୍ ହବ। ଆଉ ଘଡଘଡି ମାରିଲା ବେଳକୁ ମୋ ଛାତିରେ ଯୋଉ ରୋଗ ଜାଗାରେ, ଏଇ ଜାଗାରେ ପେନ୍ ହେଉଛି ପୁରା। ମୁଁ ଫିଜିଓଥେରାପି କରି ହିଁ ପାରିଲିନି। ମୁଁ ବସିଛି ଯାଇକି ସେଇଠି, କୋଉ ଭଳି ମୋତେ ଲାଗିଥିବ ଭାବନ୍ତୁ। ଉଠିକି ଆସିକି ତଳେ ପୁଣି ବସିଲି। ହଉ ଛାଡ଼, ଆଉ ମନ ଦୁଃଖ କଣ ନା, ଜାଣିଛୁ ବହୁତ କଷ୍ଟ ହଉଛି। ଆମେ ଆଜି ପୁରା କରିବା, ଯାଇକି ଚାଲ ଫିଜିଓଥେରାପି କରିବା, ରେଡି ହେଇଯିବା ଶୀଘ୍ର। ଖରା ପୁରା ଆଜି ଅଛି। ହଉ ଏଚଡି ଫ୍ୟାମିଲି, ଆଜି ସୂର୍ଯ୍ୟ ଦେବତା ଆସିଛନ୍ତି, ମୁଁ ଏବେ ରେଡି ହଉଛି, ଚାଲନ୍ତୁ ଯିବା। ଏଚଡି ଫ୍ୟାମିଲି, ମୁଁ 2 ଦିନ ହେଲାଣି ଫିଜିଓଥେରାପି କରତେ ଆସିନାହିଁ ବୋଲି ମୋ ସନିକି ଦେଖନ୍ତୁ। ଘର ଭିତରେ କାଲି ରାତିରେ ଯାଇକି ଡାକୁଥିଲା, ଏବେ ଆସିକି କେମିତି ଚାଟୁଛି। ଧନ, ମୋ ଧନ ଗେଲ କରୁଛି, ଭାଇ ଗୁଲୁଙ୍କୁ ଗେଲ କରୁଛି ଯାଇକି। ଆଜି ନଥିଲୁ ନା ମା, ପେଲୁଛି ମୁଣ୍ଡରେ, କେମିତି ପେଲୁଛି। କିସ ହେଇଛି ଲୋ ଧନର? କାଲିଠୁ ମନ ଦୁଃଖ କରୁଛି। ଆସିନାହିଁ ବୋଲି ସେମାନେ ଆତଘାତ ଭଳି ହଉଛି। କାଲି ରାତିରେ ତାକୁ ଗୁହାଳରେ ବାନ୍ଧିକି ରଖି ପାରିଲେନି, ପୁରା ଦୌଡ଼ି ପଡ଼ି ଛିଡେଇକି ମୁଁ ଘରକୁ ଯିମି ଦେଇକି ଆମକୁ ଯାଇକି ଗୁଲୁଙ୍କୁ ଡାକି ଦଉଛି। ଗୁଲୁ ପଳେଇ ଆସୁଛନ୍ତି, ପୁଣି କହୁଛି ନା ନା ଗେଲି ଅଛି ଭିତରେ, ଗେଲିକୁ ଆଣ, ବାହାରକୁ ଚାଲ, ଗେଲି ଆସିନାହିଁ ବାହାରକୁ। ମାନେ ସିଏ ବି ବୁଝି ନଉଛି ଯେ ମାନେ ମୁଁ 2 ଦିନ ହେଲାଣି ବାହାରକୁ ଆସିନାହିଁ। ଆସିକି ବସିଲେ ସେ ଆସିକି ପହଞ୍ଚିଗଲା ଯେ ଆସିଗଲେଣି, ଆଜି ତା ମନ ଖୁସି। ଆଜି ତୋ ପାଇଁ ଗୋଟେ ଫୁଲ ଆଣିଛି, ତୋତେ କଷ୍ଟ ହଉଛି ନା, ସେଥିପାଇଁ ଫୁଲଟା ମାରିଦେଲେ ଟିକେ ମନ ଖୁସି ଲାଗିବ।
ଦେଇକି କିଛି ତାରା କରିମା ମନ ଖୁସି ହେଇଗଲା ମୋ ମାର। ପୁରା ବଥା ପଡିଯାଇଛି। ପାଗ ହେଲେ ଅଟୋମେଟିକ ଦେହ ହାତ ଗୁଡା ବଥା ପଡିଯାଉଛି। ଭଲ ଲୋକ ଗୁଡା ବଥା କରିବ। ତାପରେ ପରିଶ୍ରମ କରୁଥିବ ଯଦି ଅଟକି ଯିବ ଯେତେବେଳେ ବନ୍ଦ ହେଇଯିବ ଦେହ ହାତ ଗୁଡା ଲାଗିବ ଯେମିତି ପୁରା ମାନେ ହାଲୋ କି ବଥା ଦେହ ହାତ। ଓ ଏଷ୍ଟିମେମ୍ ଲି ଫିଜିଓଥେରାପି ଷ୍ଟାର୍ଟ କରିବା ଚାଲନ୍ତୁ। ମାତା ରାଣୀ ଜୟ ଜଗନ୍ନାଥ ଜୟ ମା ତାରିଣୀ। ଥରେ ଠିଆ ହେଇନି ଦେ ଷ୍ଟାର୍ଟ କର। ମାଲୋ ମାଲୋ ମା 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 ଏକ ଦୁଇ ତିନି ପୁରା ଜାମ ପଡିଯାଇଛି ପୁରା ଦି ଦିନର। ଆଜି ଅଧିକା ଆହୁରି କଷ୍ଟ ହଉଥିବ। ଆମ ଗୋଡ ଛାଡି ଦିଅ ଛାଡି ସାଇଲେଣି କେତେବେଳଠୁ ଛାଡି ସାଇଲେଣି ଅଧିକ ଫିଲ୍ ହବ ଆଜି। ଅନ୍ଧାର ଦେଖାଯାଉଛି। ତାପରେ ସେ କଣ କଷ୍ଟଟାକୁ ପୁରା ହ୍ୟାଣ୍ଡେଲ କରି ଚାଲିଥିଲା ନା ଯୋଉ ବନ୍ଦ ହେଇଗଲା ପୁଣି ଏବେ କଷ୍ଟ ସେଇ ଲେଭେଲର କଷ୍ଟଟା ହେଲା ବେଳକୁ କିସ ହେଇଯାଉଛି ମୋ ଦେହ ହାତ ପୁରା। ସବୁଆଡେ ପୁରା ବିନ୍ଧିକି ଫାଟି ଯାଉଛି ମାନେ ସେ ବଥା ଗୁଡା ସବୁ କ୍ଲିୟରଲି ଜଣା ପଡୁଛି ପୁରା। ମୁଁ ସେ ଯୋଉ ଉଠିନି ମତେ କିସ ଲାଗିଲା ଲୋ। ହଉ ଭୁଲେଇ ଦିଅ ସବୁ ଠିକ ଅଛି। କାଲି ତ ଛିଡା ହେଇଥିଲି ଆଉ କାଲି ଆମ ଫାଇଟର ଗେଲି ହରେଇ ଦବ। ଡିଲିଟ ସବୁ ଏଷ୍ଟିମେମ୍ ଲି ସବୁ ଭୁଲିଗଲି ପୁରା ନର୍ମାଲି ଠିଆ ହଉଛି। କାଲି ଠିଆ ହେଇଥିଲି ଆଜି ପୁଣି ଛିଡା ହେବେ। ଜୟ ଜଗନ୍ନାଥ। ଏକ ଦୁଇ ମୋ ଗୋଡ କଣ ହେଇଯାଉଛି ଗୋଡ କଣ ହେଇଯାଉଛି। ଆଉଁସ ଦଉଛି ର। ନା ନା ଛୁଆନି ଛୁଆନି ମୋ ଗୋଡ କଣ ହେଇଯାଉଛି। ମୋ ଗୋଡ କଣ ମାନେ ହେଇଯାଉଛି। ସତରେ ଏତେ ଜୋରରେ ତାକୁ କଷ୍ଟଟା ହଉଛି ମାନେ ଯଦି ଦେହଟା ଟିକେ ସାଥ ଦିଅନ୍ତା ନା ସେଇ କଷ୍ଟ ଯନ୍ତ୍ରଣା ଉଠିକି ଠିଆ ହେଇକି ପଳେଇ ଆସନ୍ତା। ମାନେ ସେଇଭଳି ପୁରା ହେଇଯାଉଛି ପଳେଇ ଯାଉଛି ଆଗକୁ ଇଏ କରୁଛି। ଦିଟା ଯେମିତି କାଟା ହେଇଛି ସେମିତି ବଥା କରୁଛି ପୁରା। ଠିଆ ହେଇଗଲା ତା ଭିତରେ ପୁରା କିଣକିଣ ହେଇକି ଜଳିକି ପୁଡିକି ପୁରା ବିନ୍ଧିକି କିସ ପୁଣି ହେଇଯାଉଛୁ। ସେ ଯୋଉ ଲେଭେଲ ସେଟ୍ କରିଥିଲୁ ସେଇ ଲେଭେଲକୁ ଆସିତେ ଟିକେ ଟାଇମ ଲାଗିବ ଆଉ। ଆଜି ହିଁ ମୁଁ ପଳେଇବି ସେ ଲେଭେଲକୁ। ଟାଇମ ଲଗେଇବିନି ମୋତେ। ଆସିଲୁଣି ଧୀରେ ଏଇ 10 ସେକେଣ୍ଡ କରିଦେଲୁ ଏଇଥର। ବଡ କଷ୍ଟ ହଉଛି। ମୋ ମୁଣ୍ଡ କିସ ହେଇଯାଉଛି। ମୁଣ୍ଡର ଶିର ଗୁଡା ପୁରା ଛିଟ ଛିଟ ଡାକୁଛନ୍ତି। କେମିତି ହେଇଯାଉଛି ପୁରା ଶିର ଭିତରେ। ନା ଥାଉ ମାନେ ଜରୁଆ ବାଲା ବଥା। ଜର ହେଲେ ଯେ କିସ ମାନେ ହାତ ମତ ଉଠେଇବନି ପୁରା ଏମିତି ଘାଲେଇକି ପଡିଥିବ ନୁହେଁ ସେଇ ବାଲା ବଥା କରୁଛି। ମାନେ ଏଇଟାକୁ ଏମିତି ଧରିକି ଏତିକି ବାଟେ ଗଲା ବେଳକୁ ଏଇଗୁଡା ବିନ୍ଧିକି ଫାଟି ଯାଉଛି। ଜୟ ଜଗନ୍ନାଥ। ଦୁଇ ଜାଣିଦେଲ ମତେ। ମୋ ଗୋଡ କଣ ହେଇଯାଉଛି। ଭିତରେ କଣ ହେଇଯାଉଛି। ତା ଭିତରେ କଣ ହେଇଯାଉଛି କଣ ତା ଭିତରେ। କିଛି କିସ କରିମି। କେମିତି ହଉଛି ମୋ କାଟା ଘାଆକୁ କିଏ କରିଦଉଛି କିସ ହେଇଯାଉଛି। ମୁଣ୍ଡ ଶିର ଛିଟକା ମାରିଦଉଛି। ମୁଣ୍ଡ ଭିତରେ ଶିର ଗୁଡା ଛଟ ଡାକୁଛନ୍ତି କେରେ ଗୋଟେ। ଡେଇଁଲା ଭଳି ଲାଗୁଛି ପୋକ ଭଳି। ଟା ବି ବଡ ଜୋର ବିନ୍ଧୁଛନ୍ତି ପୁରା ଥକ ତା ଭିତରେ କିସ ହଉଛି। ମୋ କାନରୁ ଗରମ ବାମ୍ଫ ବାହାରୁଛି। 9 10 ଜୀବନ ଚାଲିଗଲା ଲୋ ମୋ ଦେହରୁ। ଜୀବନ ଚାଲିଗଲା ଲୋ ମୋ ଦେହରୁ। ହାତ ମାରନି ସାଙ୍ଗେ ହଉ ସାଙ୍ଗେ ଏବେ ହାତ ମାରିବାନି ହଉ। ମାରନି। ହାଡ ସବୁ ରକ୍ତ ବାହାରୁଛନ୍ତି ନା କଷ୍ଟ ହଉଛି।
ଚିତ୍କାର ଆସୁଛି ରୋଗ ପାଇଁ। ଏମିତି ରୋଗ ଜୀବନରେ ଯାହାକୁ ହଉଛି ସେମାନଙ୍କ ଜୀବନ ନର୍କ ପାଲଟି ଯାଉଥିବ, ପୁରା ନର୍କ। ସମସ୍ତେ ଫିଲ୍ କରୁଥିବେ ନର୍କ, ଯେମିତି ନର୍କରେ ଘାଣ୍ଟି ହଉଛନ୍ତି। ମୋ ଗୁଡ ରିଆକ୍ଟ କରିଥାନ୍ତା, ତମେ ଦେଖିଥାନ୍ତ ମୁଁ ଏଇ ମାଟି ଗାବୁଲେ ଏଇଠି ଗଡିକି ଚକ୍କର କାଟି ମାଟି ଗାବୁଲେ ଖାଇଯାଇଥାନ୍ତି। ମାନେ ଏମିତି ଇଚ୍ଛା ଏଇଟା ନେଇକି ପୁରା କାମୁଡିକି ଏଗୁଡାକୁ ପୁରା ଛିଡେଇ ଦେବି କୁତା କୁତା କରିକି, ଏତେ କଷ୍ଟ ହଉଛି ମତେ। ପୁରା ପାୱାର ଆସିଯିବ ଏକାଥରେ କରିଦେ ପୁରା। ଆଜି ପୁଣି ସେ ପାୱାର ପଳେଇଆ। ଆଣିବାକୁ ଚେଷ୍ଟା ହଁ ମୁଁ କରୁଛି, ଜାଣିଛି କିନ୍ତୁ ଜାଣିଛି। କମ୍ପ୍ଲିଟ କରିକି ଯିବି ମୁଁ ଆଜି ଏଠୁ। ହୁଁ। ନେକ୍ସଟ ଫ୍ୟାମିଲି ଆପଣ ଭାବୁଛନ୍ତି କି ମୁଁ ହାରି ଯାଉଛି, ମୁଁ ହାରୁ ନାହିଁ, ମୁଁ ଚେଷ୍ଟା କରୁଛି, କିନ୍ତୁ ଏଟା ଅତି ନ ସହି ପାରୁଛି, କଣ କରିବି? ଚିତ୍କାର ଏକା କରିକି କାଢି ଦଉଛି, ଆଉ ଭଲ ନହେଲେ ସେଇଟା ଇଚ୍ଛା ବି ହଉଛି ଭଲ। ପିଟି କଚାଡି ସେଇ ହବାକୁ। ଯୋଉ ଚିତ୍କାର ଏଇ କଷ୍ଟ ଯନ୍ତ୍ରଣାଟା ଏଇଠି ହିଁ ବାହାରି ଯାଉଛି ବୋଲି ମାନେ ସେ ଟିକେ ଫୋକସ କରିପାରୁଛି, ମାଇଣ୍ଡ ସେଟ ଟା ଠିକ ରଖିପାରୁଛି ଯେ ହଁ ମତେ କାଲିକି ଯାଇକି ପୁଣି ପରିଶ୍ରମ କରିବାର ଅଛି, ପୁରା ଇଏ କରିବାର ଅଛି। ଯଦି ମନ ଭିତରେ ରହିଯାଆନ୍ତା ଚାପିକି ମାନେ ମାନେ ଭିତରେ ଘୋଳେଇ ଘାଣ୍ଟି ହୁଅନ୍ତା, ସେ ହ୍ୟାଣ୍ଡେଲ କରିପାରନ୍ତାନି। ସେ ଯାହା ମାନେ ତା ଇମୋସନ ବାହାରୁଛି ବାହାରି ଯାଉ। ଚାଲ 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 ଉଠି ପଡ ଉଠି ପଡ। ଜୟ ଜଗ ଜୟ ଠିଆ ଠିଆ ଜଗନ୍ନାଥ। ଠିଆ ଠିଆ। ହଁ 1 2 3 4 5 6 7 8 9 10 11। ହାତ ଖୋଲିଦିଅ, ହାତ ଗୋଡ ଖୋଲିଦେଲି ହାତ ପାଖ। ଖୋଲିଦେଲି। ହଁ ହଁ। ମୋ ଗୋଡ କଣ ହେଇଯାଉଛି, ମୋ ଗୋଡ କଣ ହେଇଯାଉଛି। ଭଲ ଲାଗୁନି। କିସ କରିବା ଆଉ, କଷ୍ଟ ଟା କମେଇ ଧର ପାରୁନି ପୁଣି କୋଉ ଛିଡା ହେବି, ବାଟରୁ। ପୁଣି ଛିଡା ଏଇଟା ହେବି। କମିବା ବାଲା କଷ୍ଟ ନୁହେଁ, କେବଳ ଭଲ ହେଲେ ହିଁ ଏ କଷ୍ଟରୁ ବାହାରି ହବ। ସାନି ବେବି ମୁଁ ଛିଡା ହଉଛି, ତୁ କିସ ଦେଖ ହେଲା ମୁଁ ସାନ? ଛିଡା ହଉଛି। ଜୟ ଜଗନ୍ନାଥ ଜୟ ମାତା। ମୁଁ ମରିଯିବି, ମୁଁ ମରିଯିବି, ମତେ ମରିଯିବି। କିସ ମତେ ହେଇଯାଉଛି, ଏଇଠି ଧରିନେ, ମତେ ଧରିନେ, ମତେ କିସ ଜାବୁଡି ପକା, ହେଇଯାଉଛି। ମତେ ଜାବୁଡି ପକା। ତା ଭିତରେ କିସ ହେଇଯାଉଛି, ତା ଭିତରକୁ ମୋ ଗାଁରେ ତା ଭିତରକୁ କଷ୍ଟ ଯାଉଛି। ଚାରିଆଡେ ଦରଜ ହଉଛି, ଚାରିଆଡେ ଦରଜ ଫିଲ୍ ହଉଛି। ପଛକୁ ତାପରେ ରହିଲା ବେଳକୁ ବେଶୀ କଷ୍ଟ ହଁ ନା ହଉଛି। ହଁ ନା ଆଗକୁ ତାନେ ଆସିବନି। ଆଗକୁ ଗଲା ବେଳକୁ ଟିକେ କିଛି ଭଲ ଲାଗୁନି, ନର୍ମାଲ ଏଟା କିଛି ଟିକେ ଭଲ ଚାଲିଛି। ଲାଗୁନି। ସୁଧ ମିଛ କଥା କହିକି ମୁଁ ନିଜକୁ ଭୁଲଉଛି, ହଁ ଭଣ୍ଡଉଛି। ହଁ ସତ୍ୟ ଭାବିଲି ମାନେ କହିଲେ ବିଲିଭ କରିବେନି ଆପଣ। ଦେଖନ୍ତୁ ଗୁଲୁ ଏକାଙ୍କର ମତେ ଖାଲି ଗୁଲୁ ଧରୁଛନ୍ତି, ଟିକେ ହଁ ହାତ ପୁରା ପକଉଛନ୍ତି, ଝାଳ ଗମ ଗମ ହେଇକି ୟାର ବହୁଛି। ଝାଳ ମତେ ଏବେ ଶୀତ ଲାଗୁଛି। ମତେ ଏବେ ସତରେ ଶୀତ ଲାଗୁଛି ବଡ ଜୋର। ହଁ ମାନେ ତ ବଡି ଖରା ଟେମ୍ପରେଚର ଟା କରିଛି, ଲୋ ମୁଁ ରହୁଛି। ବାହାରେ ଆସି ବସି ଫ୍ୟାନ ନାହିଁ କିଛି ନାହିଁ, ମୁଁ ପୁଣି ପରିଶ୍ରମ କରୁଛି, ଉଠୁଛି ଏତେଥର ମାନେ ମୋ ହଂସା ଗୁଡି ହଉଛି, ପିଟି କଚାଡି ହଉଛି, ମୋ ଦେହ ସେଇରୁ ଥଣ୍ଡା ପଡିକି ଅଛି। ଇଭେନ ମୁଁ ଗ୍ଲୋଭ ଯୋଉ ପିନ୍ଧିଛି ମୋ ହାତ ଭିତରେ ଥଣ୍ଡା ପୁରା। ନେକ୍ସଟ ଫ୍ୟାମିଲି ଆଜି 10 ଥର ଛିଡା ହେବି ହଁ ନା ଆଉ 2 ଥର। ଆଉ 2 ଥର, 8 ଥର ହେଲା, ଆଉ 2 ଥର। କଣ ଗୋଟେ ଉଠି ଆସିଛି ଚାହୁଁକିନା, ଏଠି ଉଠି ଚାଲିଛି କଣ୍ଟିନ୍ୟୁ, କଣ ଗୋଟେ ଚାହୁଁକିନା। ମୁଁ କାଟିବି ଜାଣିପାରୁନି, ମତେ ତ ଏଇ ମୋ ହାତଟାକୁ ଧର, ହାତଟାକୁ ଧର, ହାତଟାକୁ ଧର। ଏଠି ମତେ ଯଦି ତଳେ ନେଇକି ପସାଇ, ମତେ କଚଟ ତଳେ 10 ବସେଇ ଦିଅ, ବସ। ବସେଇ ଦିଅ। ତ ଗୋଡ ଭିତରେ ପୁରା ଇଏ ହଉଛି। ଆଣ୍ଠୁ ନା ପୁରା ଗୋଡରେ କିଛି ହଉଛି। ପାଣି ଟା ଆଣିଥା। ମୁଁ ଟିକେ ଘା ଟା ଚେକ୍ କରିମି। ଟିକେ ପାଣି ହଁ ପିଇଦେବି ଟିକେ ଟିକେ। ଘା ଠିକ ଅଛି, ବିନ୍ଧୁଛି ଏତେ ଜୋର ସହି ହଉନି। ହଁ ତା ସେ ଭିତରକୁ ଗୋଟେ କିସ ଛାଉଁ ସେ ଛାଉଁ। ଲାଷ୍ଟ ଥର ଏମିତି ହେଲେ ଆଉ ସହିପାରୁନି, ଆଉ ଠିଆ ହେବିନି ମୁଁ। ନା ନା ଆଜି ଉଠି ହବନି, ଆଜି ଉଠି ହବନି। ହଁ ଆଜି କାଢିଦବା, ତୁ ଟିକେ ଖାଲି ଉଷୁମ ର ବସ, ଉଷୁମ ର ବସ ଟିକେ ଭଲ ଲାଗିବ। କିସ ହେଇଯାଉଥିଲା ଗୁଗଲ, ହଁ ଲୋ ଗୁଗଲ, ହଁ ଲୋ ଗୁଗଲ। ହଁ କିସ ହଁ ଲୋ ହେଇଯାଉଥିଲା। ବୁଝୁଛି କିଛି କରିବୁ ଲୋ। ତ କମେଇବା ପାଇଁ କିଛି କରିହବନି। କୁଲୁ ହାତ ମାର। ହଲୋ ହଁ ଲୋ ହଁ ଲୋ। ଏବେ ଜୋରରେ ହଉଛି, ଏବେ ଜୋରରେ ହଉଛି, ହାତ ମାର ଏଇ ଆଡକୁ, ପୁରା ଘା ଆଡକୁ ରଖ।
ଦେଇ ପୁରା ଫିଲ୍ କର। ସେ ଧକ 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 ହଉଛି। ହଉଛି ନା? ଜାଣିଛନ୍ତି ବାଁ ଗୋଡଟା ବିଲକୁଲ ବି ରିଆକ୍ଟ କରେନି, ଡାହାଣ ଗୋଡ ପ୍ରାୟ ଟାଇମ ସବୁ ଏଇ ଧକ ଧକ ହୁଏ, ଭାଇବ୍ରେଟ ହୁଏ, ସବୁ ହୁଏ, କିନ୍ତୁ ବାଁ ଗୋଡଟା ବହୁତ କମ ରିଆକ୍ଟ କରେ, ବହୁତ କମ, ରେୟାର। କିନ୍ତୁ ମାନେ ଏଇ ଯୋଉ ଲିମିଟ ୟା ପାର ପୂର୍ବରୁ କଷ୍ଟ ଯେମିତି ହଉଛି ଆଣ୍ଠୁ ସେଇଥିପାଇଁ ହବାକୁ ଏତେ ଜୋର ଏଟା ହଉଛି। ଏବେ ଯୋଉ ଆଜି ଯୋଉ କଷ୍ଟଟା ହଉଛି ତାକୁ ପୁରା ମାନେ ବାଁ ଗୋଡରେ ଟିକେ ଅଧିକ କଷ୍ଟ ଜଣା ପଡୁଛି, ଆଉ ବହୁତ ଜୋରରେ ପୁରା ଧକ 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 ହେଇକି ଫାଟିଗଲା ରକମ ହଉଛି। ମାନେ ତା ଗୋଡଟା ମସଲ ଗୁଡା ଏଇ ରହି ଯାଉଛନ୍ତି। ଆପଣଙ୍କୁ ଦେଖଉଛି ମାନେ ଏକ୍ଜାକ୍ଟଲି ତା ଗୋଡରେ କୋଉ ଭଳି ମୁଭମେଣ୍ଟ ଟା ହଉଛି, ମୁଁ ହାତର କରିକି ଦେଖଉଛି ଆପଣଙ୍କୁ। ତା ଗୋଡ ଭିତରେ ଏମିତି ପୁରା ଖାଞ୍ଚି ଧରୁଛନ୍ତି, ପୁଣି ଛାଡି ଦଉଛନ୍ତି, ପୁଣି ଖାଞ୍ଚି ଧରୁଛନ୍ତି, ପୁଣି ଛାଡି ଦଉଛନ୍ତି, ପୁଣି ଖାଞ୍ଚି ଧରୁଛନ୍ତି, ଏମିତି ପୁରା ମୁଭମେଣ୍ଟ ହଉଛି। ମତେ ଲାଗୁନି ରାତିକୁ ଶୋଇବ, ମତେ ଲାଗୁଛି ବହୁତ ଜୋର ହବ ଏଇ ଜିନିଷଟା। ଆଉ ଦେଖିବା ରାତିରେ କଣ କରିବା ତାକୁ ଦେଖିବା ଆଉ। ଗେଲ କରିଦେନା ବାପା, ଭଲ ଲାଗିବ। ଗେଲ କରିଦେ, ଯେତେବେଳେ କଷ୍ଟ ହୁଏ ମତେ ଗେଲ କରିଦେ। ହଁ ଛୁଆ ଗେଲ କରିଦିଏ ମତେ ଆସିକି, କଟି ଛୁଆ କରିଦିଏ। ହଁ ନା ଆପଣ ବି ଦେଖିଥିବେ, ସେ ଯେତେବେଳେ ମୁଁ ଚିତ୍କାର ଜୋରରେ କରିନି ସେ ଆସିଥିଲା ସେତେବେଳେ ଏଇଠି। ଯେ ଦିନ ବି ମତେ କଷ୍ଟ ହୁଏ, ଯେତେବେଳେ ବେଳେ ମୁଁ କାନ୍ଦେ ଯେ ଚିତ୍କାର କରେ, ସେ ସେତିକାଳେ ଆସି ପହଞ୍ଚେ, ସେଇଠି ଖେଳୁଥିବ ପଛପଟ ଠିଆ ହେଇକି, ପାଖକୁ ଆସୁନଥିବ, ଯେତେବେଳେ ପାଟିରେ ଚିତ୍କାର ଆସିକି ପହଞ୍ଚୁଛି ଏଇଠି ପୁରା ସାଙ୍ଗେ ସାଙ୍ଗେ। ହଁ ଆମ ଘର ସବୁ ଛୁଆ ମାନେ ଆସିଲାଣି, ଏସଟି ଫ୍ୟାମିଲି ମତେ ଦେଖିତେ। କିସ ହେଲା, କିସ ହେଲା କାହ୍ନା ହଉଛନ୍ତି ଏଠି ଆସିକି, ମୁଁ ଡରି ଯାଉଛି। ମୋ ଗୋଡ ମାନିଦବ। ଖାଇଲ ବିସ୍କୁଟ ମୁଁ ଦେମି, ଖାଇଦେଲାଣି ସେ ତ ଛଡେଇ କାମୁଡି ଖାଇଗଲାଣି। କଷ୍ଟ ପରେ ବି ମାନେ ସିଏ ହସେଇ ଦଉଛନ୍ତି। ଗୋଟେ ଖୁସି କଥା, ବୋଉ ଗୋଡ ହାଲକା ଟିକେ କମିଛି, ବୋଉ ଟିକେ ଚାଲି ପାରୁଛି, ଟିକେ ହସୁଛି। ଆସ୍ତେ ଆସ୍ତେ କିନା କାମ ଫିଜିଓଥେରାପି କରି ସାରିଲୁ, କଷ୍ଟ ବହୁତ ହଉଥିଲା, କିନ୍ତୁ ଏଇ ଖରାରେ ଟିକେ ବସିବା ଫଳରେ ଟିକେ ଭଲ ଲାଗିଲା ଗେଲିକୁ। ସମସ୍ତେ ଟିକେ ଖେଳିଲେ, ଟିକେ ସମସ୍ତଙ୍କୁ ଦେଖିଲା ବେଳକୁ କଲା ବେଳକୁ ଟିକେ ମନଟା ବି ଭୁଲି ଯାଉଛି, ଭଲ ଲାଗୁଛି। ଗୋଟେ ଘର ଭିତରେ କେତେ ସମୟ ରହିକି ନିଜ ମାଇଣ୍ଡକୁ ବୁଝେଇବାକୁ ପଡୁଛି ଯେ ବାର ବାର ଯେ ଫିଜିଓଥେରାପି 2 ଦିନ ହେଲାଣି କରିନାହିଁ, ହଉ ଦେଖିବା ମୁଁ ଏଥର ଯାଇକି ଫିଜିଓଥେରାପି କଲେ ବୋଧେ ଭଲ ଲାଗିବ। ତ ନିଜ ମାଇଣ୍ଡକୁ ମାନେ ପଜିଟିଭ ରଖିବା ବହୁତ କଷ୍ଟ ହେଇଯାଉଛି ଗୋଟେ ରୁମ୍ ଭିତରେ, ସତରେ ବହୁତ କଷ୍ଟ ହଉଛି ତାକୁ। କିନ୍ତୁ ଯାହା ବି ହଉ ଆଜି ଟିକେ ଭଲ ଲାଗିଲା, ଫିଜିଓଥେରାପି କରିପାରିଲା, ମନୋବଳ ପୁଣି ବଢିଲା, ଟିକେ ଖରାରେ ବସିଲା ତ ଦେହଟା ବି ଟିକେ ଭଲ ଲାଗୁଛି। ଏବେ ଆମେ ଘର ଭିତରକୁ ପଳେଇବୁ। କିସ କରିନି ଖାଇବୁ, ଆଳୁ ଝୋଳ ଅଛି, କିସ କରିନି ଖାଇବୁ, ଆଳୁ ଝୋଳ ରଖିଛି, ଉପମା ଖାଇବୁ। ସୁଜି କଷ୍ଟ ହଉଛି, ଟିକେ ଭଲ ଲାଗିବ ଖାଇଦେଲେ ନା। ନା ଇଏ କେତେ ଦିନ ହେଲାଣି ସୁଜି ଉପମାଟା ଟିକେ ଅଧିକା ରୁଚି ହଉଛି। ସବୁ ନରମ କରିବାକୁ ପଡୁଛି, ନରମ ନରମ ପୁରା ବହୁ ଉଦାଳିଆ ଉଦାଳିଆ କରିକି କେମିତି ଗୋଟେ କରୁଛି, ଭଲ ଲାଗୁଛି ସେଇଟା। ଫିଜିଓଥେରାପି କରିକି ସେ ଚୋବେଇକି ଖାଇବାକୁ କିଛି ଇଚ୍ଛା ହଉନି, ଚୋବେଇବା ବାଲା ଖାଦ୍ୟ। ହଁ କେତେ କଷ୍ଟ ହଉଛି ଆମେ ଜାଣିପାରୁନି ନା, ଯେତିକି କଷ୍ଟ ହଉଛି ଜାଣିପାରୁଛୁ, ମୁହଁ ଦେଖିକି ଜଣା ପଡିଯାଉଛି କେତେ କଷ୍ଟ ହଉଛି। ଏବେ ବି ଗୋଡ ଦିଟା ପୁରା ଥରୁଛି ପଟ ପଟ ମାରିକି। ଏସଟି ଫ୍ୟାମିଲି, ମୋ ଉପମା ରେଡି ହେଇଗଲା, ଆମେ ଏବେ ଖାଇବା ଉପମା। ପୁରା ସବୁ ରଙ୍ଗ ପରିବା ଏଥିରେ ପଡିଛି, ବିନ୍ସ, ସୋୟାବିନ୍, ଟମାଟୋ, କୋବି। ଏଇଟା ଆମର କାମ ଚାଲିଛି ଲାପଟପରେ, ଆମେ ଏଇଠି ଖାଇବା, ଦେଇକି ତାପରେ କାମ କରିବା। ଏଡିଟ ବି ଚାଲିଛି। କେବେ ଗେଲି ଆମେ ଯିବା କେମିତି लो ଖାଇବାକୁ, ତ ଗେଲି ଖାଇଦବ ଆପଣଙ୍କ ବଦଳରେ ହେଲା, ବେଶୀ କାମ ଖାଇଦେବି, ପେଟ ଫୁଲ କରିକି ଆପଣଙ୍କ ପେଟ ବି ଫୁଲ ହେଇଯିବ ଏକାଥରେ। ସବୁଦିନ ଏମିତି ଆମ ଗେଲି ଆଳତି ଲଗେଇ ଦିଏ ତା ଦେହ ହାତରେ, ସବୁ ଯୋଉ କଷ୍ଟ ଯନ୍ତ୍ରଣା ହଉଛି ଟିକେ ଆଳତି ଲଗେଇ ଦେଲେ ଭଲ ଲାଗେ, କଷ୍ଟ ଯନ୍ତ୍ରଣା ଟିକେ କମ ହେଲା ଭଳି ଫିଲ୍ ହୁଏ।